ଏବେ ଏବେ ଆସିଲା ରେସନ କାର୍ଡ଼କୁ ନେଇକି ଏକ ବଡ଼ ଖବର। ଯଦି ଆପଣଙ୍କର ରେସନ କାର୍ଡ଼ ଅଛି କିମ୍ବା ନାହିଁ ତାହେଲେ ଏହି ଭିଡ଼ିଓକୁ ନିଶ୍ଚୟ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ନିହାତି ହେଲ୍ପଫୁଲ୍ ଆପଣଙ୍କୁ ମିଳିବ। ସେଥିପାଇଁ ଚାଲନ୍ତୁ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଆଜିର ଭିଡ଼ିଓଟି ହେଉଛି ରେସନ କାର୍ଡ଼ ବାବଦରେ। ସେଥିପାଇଁ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ବହୁତ ବଡ଼ ଖୁସିର ଖବର ମୋହନ ଚରଣ ମାଝୀ ଦେଇଛନ୍ତି। ଜୁଲାଇ ମାସରେ ଆପଣମାନଙ୍କୁ ମିଳିବାକୁ ଯାଉଛି 3 ମାସର ଏକାଥରିକା ଚାଉଳ। ଯଦି ଆପଣମାନଙ୍କର ଚାଉଳ କାର୍ଡ଼ ଅଛି ତାହେଲେ ଆପଣଙ୍କୁ ଚାଉଳ ମିଳୁନାହିଁ, ଜଲ୍ଦି ଯାଇ ଆପଣଙ୍କ ନିଜ ଯେଉଁଠି ଆପଣ ଚାଉଳ ମିଳୁଛି, ଆପଣଙ୍କର ଯେଉଁଠି ଚାଉଳ ମିଳେ ସେଠି ଯାଇକି ଆପଣଙ୍କର ଆଧାର ସହିତ ଚାଉଳ କାର୍ଡ଼ ଲିଙ୍କ କରିଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ମାଗଣା ରହିବ। କେହି ଆପଣଙ୍କ କତିରୁ ଟଙ୍କାଟେ ବି ଖର୍ଚ୍ଚ ହେବନି। ଆପଣମାନଙ୍କର ସମ୍ପୂର୍ଣ୍ଣ ମାଗଣା ରହିବ। ଜଲ୍ଦି ଯାଇ KYC କରାଇ ନିଅନ୍ତୁ। ଯଦି ଆପଣଙ୍କର ଚାଉଳ କାର୍ଡ଼ ନାହିଁ, ସେଥିପାଇଁ ଆପଣ ନୂଆ କେମିତି ଆବେଦନ କରିବେ ତାହାର ପ୍ରଣାଳୀ ଆପଣମାନଙ୍କୁ ମୁଁ କହିଦେଉଛି ଏହି ଭିଡ଼ିଓରେ। ଫୁଡ୍ ଓଡ଼ିଶା ମାରିକି ଏହିପରି ଏକ ସାଇଟ୍କି ପଳେଇ ଆସିବେ। ତାପରେ ଦେଖିବେ ଏହି ସାଇଟ୍ରେ ଏକ ଅନଲାଇନ୍ ସର୍ଭିସ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏହିପରି ଆମକୁ NFSA ଓ SFSS ଲେଖା ହେଇଥିବ। ବର୍ତ୍ତମାନ ଆମେ NFSA ଉପରେ କ୍ଲିକ୍ କରିବା, କାହିଁକିନା ସରକାର ଚେଞ୍ଜ ହେଇଛି। ବର୍ତ୍ତମାନ ଆପଣଙ୍କ ସରକାର ମୋହନ ଚରଣ ମାଝୀ ଅଛନ୍ତି, ଯିଏକି BJPରେ ୱିନ୍ କରିଛନ୍ତି। ସେଥିପାଇଁ ଆପଣ ନ୍ୟୁ ଚାଉଳ କାର୍ଡ଼ ଉପରେ କ୍ଲିକ୍ କରିବେ। ଏଠି ଆପଣଙ୍କର ଡିଷ୍ଟ୍ରିକ୍ଟ, ବ୍ଲକ ଆଉ GP ୱାର୍ଡ଼ ସବୁ ଦେଇଦେବେ। ଦେଇଦେଲା ପରେ ଆପଣ ଟିକେ ତଳକୁ ଯିବେ। ଏଠି ଦେଖିପାରୁଥିବେ ଆପଣଙ୍କର ଜିଲ୍ଲା ଚୁଜ୍ କରି ନେଇଯିବେ, ବ୍ଲକ ଚୁଜ୍ କରି ନେଇଯିବେ। ତାପରେ ଆପଣଙ୍କର ଯଦି ଯାହା ଅଛି ଆପଣ ସେୟା ଦେଇଦେବେ। ଦେଇଦେଲା ପରେ ଆପଣ ପିନ୍କୋଡ଼୍ ଏଠି ବି ଚୁଜ୍ କରି ନେଇଯିବେ। କଲାପରେ ଏଠି ଦେଖ ବକ୍ସ ଉପରେ କ୍ଲିକ୍ କରିଛି। ଯଦି ଆପଣଙ୍କର ପ୍ରେଜେଣ୍ଟ ଆଡ୍ରେସ୍ ବା ପରମାନେଣ୍ଟ ଆଡ୍ରେସ୍ ସେମ୍ ଥିବ, ଯଦି ତାହେଲେ ୟେସ୍ କ୍ଲିକ୍ କରିବେ। ଯଦି ଆପଣ ଅଲଗା ଜାଗାରେ ରହୁଛନ୍ତି ତାହେଲେ ନ କରିକି ଆପଣଙ୍କ ଯେଉଁ ଜାଗା ରହୁଛନ୍ତି ସେ ଠିକଣା ଦେଇଦେବେ। ଆଉ ଯେତେ ଦିନ ଯାକେ ରହିଛନ୍ତି ତା ତଳେ ଅଛି ଷ୍ଟେ ଅଛି, ସେଇଠି ଦେଇଦେବେ। ଏଠି ଦେଖିପାରୁଥିବେ AY APL BPL ଅଛି। ଏଠି ଆପଣଙ୍କ ଯେଉଁ ହିସାବରେ ଆପଣଙ୍କ ଚାଉଳ କାର୍ଡ଼ ଦରକାର ସେୟା ଚୁଜ୍ କରିବେ। ତାପରେ ଏଠି ଆପଣଙ୍କର ଅଟୋମେଟିକ୍ ପଡ଼ିଯିବ ଚାଉଳ କୋଡ଼ ନମ୍ବରଟା। ତାପରେ ଏଠି ଆପଣଙ୍କର ଗହମ କେତେ ପାଇବେ ଦେଇଦେବେ, ଆପଣ ତେଲ କେତେ ପାଇବେ ଦେଇଦେବେ। ତାପରେ ଏଠି ଆପଣ ଆସିବେ, ଗୋଟେ ଯେଉଁ ସାଇଡ଼୍ ବକ୍ସ ଅଛି ବକ୍ସ ଉପରେ କ୍ଲିକ୍ କରିବେ, ନାଁ ଲେଖିଦେବେ। ତାପରେ ମେଲ୍ କି ଫିମେଲ୍ ଚୁଜ୍ କରି ନେଇଯିବେ। ତାପରେ ଏଠି ଆପଣଙ୍କର ଭୋଟର କାର୍ଡ଼ ନମ୍ବର ଦେଇଦେବେ, ଆଧାର କାର୍ଡ଼ ନମ୍ବର ଦେବେ। ତାପରେ ଯଦି ଆଧାର କାର୍ଡ଼ ନାହିଁ ଏନରୋଲମେଣ୍ଟ ନମ୍ବର ଦେବେ, ତାଙ୍କ ପିତାଙ୍କ ନାମ ଲେଖିଦେବେ ଏବଂ ତାଙ୍କ ହଜବେଣ୍ଡଙ୍କ ନାଁ ଲେଖିଦେବେ। ଏହିପରି ଆପଣମାନେ ଯେତେ ଜଣ ଆପଣମାନଙ୍କୁ ଆଡ଼୍ କରିବାକୁ ଚାହୁଁଛନ୍ତି ସେ ଜଣ ଆଡ଼୍ କରିବେ। ସବୁ ବକ୍ସ ଉପରେ କ୍ଲିକ୍ କରିବେ। ତାପରେ ତଳେ ସେଭ୍ କରି ନେକ୍ସଟ ଉପରେ କ୍ଲିକ୍ କରିବେ। ଏଠି ଦେଖିବେ ଏଠି ଅଟୋମେଟିକ୍ ନାଁ ପଳେଇ ଆସିବ। ତାପରେ ଆମେ ଯିବା ଲାଷ୍ଟ ପଟକୁ। ତାପରେ ଏଠି ଆପଣ ଇଲେକ୍ଟ୍ରିକ୍ ବିଲ୍ ଅଛି ଯଦି ଚୁଜ୍ କରି ନେଇଯିବେ। ଏଠି କନଜ୍ୟୁମର ନମ୍ବର ଦେଇଦେବେ। ତାପରେ ଏଠି ଇଲେକ୍ଟ୍ରିକ୍ ବିଲ୍ ଓନର୍ ଯିଏ ତାଙ୍କ ନାଁ ଅଛି, ତାଙ୍କର ଗ୍ୟାସ୍ ଅଛି ନା ନାହିଁ ଏଠି ଦେଇଦେବେ। ଯାହା ଅଛି ଆପଣ ଏଠି ତାହା ଭରିଦେବେ। ଭରିଦେଲା ପରେ ତଳେ ସେଭ୍ ଉପରେ କ୍ଲିକ୍ କରିବେ। ତାପରେ ଏହିପରି ଆପଣଙ୍କର ପେଜ୍ ଦେଖାଇବ। ୟେସ୍ ଆଇ ଏମ୍ ସିଓର ଉପରେ କ୍ଲିକ୍ କରିବେ। ଆପଣ ସେଇଟାକୁ ପ୍ରିଣ୍ଟ ଆଉଟ୍ କରି ଆପଣଙ୍କ MI ଯିଏ ଅଛନ୍ତି ତାଙ୍କୁ ନେଇକି ଦାଖଲ କରିଦେବେ। 15 ଦିନ ଭିତରେ ଆପଣଙ୍କର ଚାଉଳ କାର୍ଡ଼ ହେଇଯିବ।